12 ମାସରେ 13 ପର୍ବ ଆମେ ସେଥିପାଇଁ କହିଥାଉ। ଏଭଳି ଏକ ଅବସରରେ ବହୁ ସମୟରେ ଯେଉଁମାନେ ସାଧାରଣତଃ ଭାବରେ ଆମ ଧର୍ମର ବିରୋଧୀ ଥାନ୍ତି, ବିଧର୍ମୀ ତାକୁ ମଧ୍ୟ କୁହାଯାଏ, ସନାତନୀ ବିରୋଧୀ ଯେଉଁମାନେ ଅଛନ୍ତି, ବେଳେବେଳେ ଅପସାହସ କରିଥାନ୍ତି ଏବଂ ସେମାନେ ପରମ୍ପରାକୁ ରୀତିନୀତିକୁ ଭାଙ୍ଗି ଦେବା ପାଇଁ ଚେଷ୍ଟା କରିଥାନ୍ତି। ମୋତେ ଲାଗୁଛି ସେମିତି ଯେ ଏଇ ଯେଉଁ ଇସ୍କନ ଏକ ଅନ୍ତର୍ଜାତୀୟ ସଂସ୍ଥା ଏବଂ ଯିଏକି ଏହା ଭିତରେ ସେ ରଥଯାତ୍ରା କରିବାର ପରମ୍ପରାଗତ ତାଙ୍କ ଇସ୍କନ ତରଫରୁ କରିଆସୁଛନ୍ତି। ସର୍ବପ୍ରଥମେ ଯାହା ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଯେଉଁ ରୀତିନୀତି ଅନୁସାରେ ଯେଉଁ ସମୟ ଅନୁସାରେ ହେବା କଥା ତାକୁ ପାଳନ କରିବା ଅବସରରେ ଆଜି ତାହାର ବ୍ୟତିକ୍ରମ କରୁଛନ୍ତି।